ଫରେଷ୍ଟ ଗାର୍ଡ ରେଜଲ୍ଟର ମେରିଟ୍ ଲିଷ୍ଟ ପୁଣି ଥରେ ଆସିପାରେ। ଏହା ସହିତ ଆର୍ଆଇ ଏଆର୍ଆଇ ଅମିନର ଏକ୍ଜାମ ମଧ୍ୟ ଅଫଲାଇନ୍ରେ ହୋଇପାରେ। ତେବେ କାଲିକାର ଯେଉଁ ଷ୍ଟ୍ରାଇକ୍ ହୋଇଥିଲା OSSC ଅଫିସ୍ ସାମ୍ନାରେ ତାର ଫଳାଫଳ କ'ଣ ରହିଛି ଏବଂ OSSC ଅଫିସର ଚେୟାରମ୍ୟାନ୍ କାଲି ପିଲାମାନଙ୍କୁ କ'ଣ କହିଛନ୍ତି ଆସନ୍ତୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତାହେଲେ ଆଉ ଡେରି କାହିଁକି ଚ୍ୟାନେଲକୁ ସବସ୍କ୍ରାଇବ୍ ଟେ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ତେବେ କାଲିକାର ଯେଉଁ ଷ୍ଟ୍ରାଇକ୍ ହୋଇଥିଲା ତାର ଇମ୍ପାକ୍ଟ ପଡ଼ିଛି ଏବଂ ବହୁତ ହି ଭଲ ଭାବରେ ପଡ଼ିଛି, କାରଣ ଆଜିକାର ପ୍ରତ୍ୟେକଟି ଓଡ଼ିଶାର ଖବରକାଗଜରେ ଏହି ନ୍ୟୁଜ୍ଟିକୁ କଭର କରାଯାଇଛି। ଏହା ସହିତ ଟାଇମ୍ସ ଅଫ୍ ଇଣ୍ଡିଆରେ ମଧ୍ୟ ଏହି ଆର୍ଟିକଲଟିକୁ ଛପାଯାଇଛି ଏବଂ ଯେଉଁ ବି ଏସ୍ପିରେଣ୍ଟ ମାନେ ସେଠାକୁ ଯାଇଥିଲେ ତାଙ୍କୁ ବହୁତ ସାରା ଧନ୍ୟବାଦ। ତେବେ କାଲିର ଫରେଷ୍ଟ ଗାର୍ଡ ରିଲେଟେଡ୍ ମେନ୍ ଅପଡେଟ୍ ହେଉଛି ଯେ ଆମର ଯେଉଁ ମେରିଟ୍ ଲିଷ୍ଟ ବର୍ତ୍ତମାନ ଆସିଛି ଫିଜିକାଲ ପାଇଁ ସେଥିରେ କିଛି ଅପଡେଟ୍ ଆସିପାରେ। ଯେମିତିକି OSSC ବାଲା ପିଲାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ପ୍ରକୃତରେ ଯଦି କୌଣସି ଜାଗାରେ ସ୍କ୍ରିନ୍ ସେୟାରିଂ କରି କିମ୍ବା ହ୍ୟାକିଂ କରିକି କୌଣସି ବି କ୍ୟାଣ୍ଡିଡେଟ୍ ଯଦି ଆନ୍ସର ଦେଇଥାଏ ତାହେଲେ ତାକୁ ଏହି ମେରିଟ୍ ଲିଷ୍ଟରୁ ବାହାର କରାଯିବ ଏବଂ ଅନ୍ୟାନ୍ୟ ଯାହା ବି ତାଙ୍କର ରୁଲ୍ ଅଛି ସେହି ରୁଲ୍ ଅନୁସାରେ ତାଙ୍କୁ ଦଣ୍ଡ ମଧ୍ୟ ଦିଆଯିବ। ତେବେ ଏଥିରୁ ଆମେ ଏତିକି କ୍ଲିୟର ହେଇଗଲୁ ଯେ ଯେଉଁମାନେ ବି କରପ୍ସନ୍ କରିଛନ୍ତି ତାଙ୍କ ବିପକ୍ଷରେ ଯଦି OSSC ଆକ୍ସନ୍ ନିଏ ତାହେଲେ ନିହାତି ଭାବରେ ଯେଉଁମାନେ ବି ଯୋଗ୍ୟ ପିଲା ଥିବେ ଯେଉଁମାନେ ମେରିଟ୍ ଲିଷ୍ଟରୁ ବାଦ ପଡ଼ିଯାଇଥିଲେ ସେମାନେ ପୁନର୍ବାର ଏହି ମେରିଟ୍ ଲିଷ୍ଟରେ ଆସିବାକୁ ଚାନ୍ସ ପାଇବେ ଏବଂ ସେହି ବାଦ ପଡ଼ିଥିବା ପିଲାମାନଙ୍କ ପାଇଁ ଇଏ ମଧ୍ୟ ଗୋଟେ ବଡ଼ ଚାନ୍ସ ରହୁଛି। ଆଉ ରହିଲା ଯେଉଁମାନେ ମେହନତ କରିକି ନିଜ ହକ୍ ସେ ମେରିଟ୍ ଲିଷ୍ଟରେ ନାଁ ଆଣିଛନ୍ତି ତାଙ୍କୁ ରିକ୍ୱେଷ୍ଟ ଯେ ସେମାନେ ଫିଜିକାଲ ପାଇଁ ଲାଗିଯାଆନ୍ତୁ, ତାଙ୍କୁ କୌଣସି ମଧ୍ୟ ପ୍ରୋବ୍ଲେମ୍ ହେବ ନାହିଁ। ସେମାନେ ଯେଉଁ ଏହି ଷ୍ଟ୍ରାଇକ୍ ପାଇଁ ବହୁତ ଟେନସନରେ ଥିଲେ କାରଣ ପୁନର୍ବାର ଯଦି ରି ଏକ୍ଜାମ ହେଇଯାଏ ତାଙ୍କର ମେରିଟ୍ ଲିଷ୍ଟରେ ଏଥିରେ ଯେଉଁ ନାଁ ଆସିଛି ତାହା ବେକାର ହେଇଯିବ। ତେବେ ତାଙ୍କୁ ମୁଁ ଆଶ୍ୱାସନା ଦେବା ପାଇଁ କହୁଛି ତାଙ୍କ ନାଁ ଯେମିତିକୁ ସେମିତି ହିଁ ରହିବ, କିନ୍ତୁ ଯେଉଁମାନେ କରପ୍ସନ୍ କରିଥିଲେ କରପ୍ଟେଡ୍ ପର୍ସନ୍ ଏସ୍ପିରେଣ୍ଟ ତାଙ୍କୁ ଏହି ଲିଷ୍ଟରୁ ବାହାର କରିଦିଆଯିବ ବୋଲି OSSC ତରଫରୁ କୁହାଯାଇଛି। ଆଉ ଏପଟେ ଆର୍ଆଇ ଏଆର୍ଆଇ ଅମିନ ଏହି କମ୍ବାଇନ୍ ଏକ୍ଜାମର ଆଡମିଟ୍ କାର୍ଡ ଏବଂ ଏକ୍ଜାମ ଅଫଲାଇନ୍ ଅନଲାଇନ୍ ହେବ ଏହା ରିଲେଟେଡ୍ ସେ ତାଙ୍କର ଗୋଟେ ମିଟିଂ କରିବେ 12 ସେପ୍ଟେମ୍ବରରେ ଏବଂ ସେହି ମିଟିଂରେ ଡିସ୍କସ୍ କରାଯିବ ଯେ ଯେଉଁ ପରସେଣ୍ଟାଇଲ୍ ମେଥଡ଼ ଯାହା ପାଇଁ ଏତେ ସାରା ଗଡ଼ବଡ଼ ହେଇଛି ସେହି ପରସେଣ୍ଟାଇଲ୍ ମେଥଡ଼କୁ କରେକ୍ସନ୍ କରିବା ପାଇଁ ଚେଷ୍ଟା କରିବେ କିମ୍ବା ଆଗାମୀ ଏକ୍ଜାମରେ ପରସେଣ୍ଟାଇଲ୍ ମେଥଡ଼କୁ ହଟେଇ ଦିଆଯିବ। ଏହା ସହିତ ଆର୍ଆଇ ଏଆର୍ଆଇ ଅମିନର ଯେଉଁ ଏକ୍ଜାମ ହେବ ସେହି ଏକ୍ଜାମ ଅନଲାଇନ୍ ହେବ କି ଅଫଲାଇନ୍ ହେବ 12 ତାରିଖରେ ତାଙ୍କର ମିଟିଂ ପରେ ଏହା ସ୍ପଷ୍ଟ ଭାବରେ ଜଣାପଡ଼ିଯିବ ଓ ଏହାର ଆଡମିଟ୍ କାର୍ଡ ମଧ୍ୟ ଅତି ଶୀଘ୍ର ତାପରେ OSSC ୱେବସାଇଟରେ ସେମାନେ ଆଭେଲେବୁଲ୍ କରାଇଦେବେ। ଯଦି ଏକ୍ଜାମ ଅଫଲାଇନ୍ରେ ହୁଏ ତାହେଲେ ଯେଉଁ ଗୋଟେ ମାସ ପର୍ଯ୍ୟନ୍ତ ଏକ୍ଜାମ ଟାଇମ୍ ସେମାନେ ବାହାର କରିଥିଲେ ତାକୁ କମ୍ କରିଦେବେ। ଆଉ ଯଦି ଅନଲାଇନ୍ରେ ହୁଏ ତାହେଲେ ଡେଫିନେଟଲି ସିଏ ପରସେଣ୍ଟାଇଲ୍ ମେଥଡ଼ରେ କିଛି ଚେଞ୍ଜେସ୍ କରିବେ କିମ୍ବା ଏହି ପରସେଣ୍ଟାଇଲ୍ ମେଥଡ଼କୁ ହିଁ ହଟେଇ ଦେବେ। ତେବେ ଏଇଆ ଥିଲା କାଲିକାର ଅପଡେଟ୍। ତେବେ ଆପଣମାନଙ୍କୁ ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରିଦେବେ। ଏହା ସହିତ ଲାଇକ୍ କରିବା ପାଇଁ ମଧ୍ୟ ଭୁଲିବେ ନାହିଁ। ଜୟ ଜଗନ୍ନାଥ।